ଏକତା ରାଜ୍ୟରେ 1 ନମ୍ବର ଦଳ ବିଜେଡି ଏବେ ବ୍ୟାକ୍ଫୁଟ୍ରେ ଅଛି। ସେପଟେ ପିଏମ୍ ମୋଦିଙ୍କ ଲୋକପ୍ରିୟତାକୁ କାନ୍ଧେଇ ବିଜେପି ରାଜ୍ୟରେ ବିସ୍ତାର ହେବାରେ ଲାଗିଛି। ଆରପଟେ କଂଗ୍ରେସ ଯଥାପୂର୍ବଂ ତଥାପର ଭଳି ଅବସ୍ଥା ଲାଗି ରହିଛି। ଭବିଷ୍ୟତ ଖୋଜିବାରେ ବ୍ୟସ୍ତ କଂଗ୍ରେସ। ଆଜିକା ସମୟରେ ରାଜ୍ୟ ରାଜନୀତିର ଚିହ୍ନ ଏପରି। ବିଜେଡିର ନବୀନ ପଟ୍ଟନାୟକଙ୍କ ଛାଟ ହୁଗୁଳୁ ହୁଗୁଳୁ ବିଜେଡିରେ କଂଗ୍ରେସ ଭଳି ଅବସ୍ଥା, ଯାହାକୁ ନେଇ ଚିନ୍ତାରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ। ତେବେ 2029 ପାଇଁ ବିଜେଡି କଂଗ୍ରେସ ସହ ମେଣ୍ଟ କରିବା ନେଇ ରାଜନୈତିକ ଚର୍ଚ୍ଚା ଲାଗି ରହିଛି। ପରବର୍ତ୍ତୀ ଖବର ହେଉଛି, ବିଜେଡି ନେତାଙ୍କୁ ଲାଗିଲା ବଡ଼ ଝଟକା। ପଡ଼ିଲା 24 କୋଟି 21 ଲକ୍ଷ ଟଙ୍କାର ଫାଇନ୍। ମାତ୍ରାଧିକ ଖଣି ଖନନ ଏବଂ ଜଙ୍ଗଲ ଜମିର ବେଆଇନ ଖନନ ପାଇଁ ନିଆଗଲା ଏପରି ପଦକ୍ଷେପ। ଏହି ନେତା ଜଣକ ହେଉଛନ୍ତି ବେଣୁଧର ପ୍ରଧାନ। ନୟାଗଡ଼ ଜିଲ୍ଲା କସିଆ ପାହାଡ଼ରୁ ଅତ୍ୟଧିକ ଖଣି ଖନନ ଏବଂ ଜଙ୍ଗଲ ଜମି ଖନନ ମାମଲାରେ ତାଙ୍କ ବିରୋଧରେ ନିଆଯାଇଛି ଏପରି ଦୃଢ଼ କାର୍ଯ୍ୟାନୁଷ୍ଠାନ। ପଡ଼ିଛି ମୋଟା ଅଙ୍କର ଫାଇନ୍, ସେ ପୁଣି 24 କୋଟି 21 ଲକ୍ଷ ଟଙ୍କାର ବୋଲି ଜଣାପଡ଼ିଛି। ପରବର୍ତ୍ତୀ ଖବର ହେଉଛି, ସୁଭଦ୍ରା ହିତାଧିକାରୀମାନଙ୍କ ପାଇଁ ସରକାର ପୁଣି ଖୁସି ଖବର ଆଣିଛନ୍ତି। ଆସନ୍ତା 9 ତାରିଖରେ ଏହି ଯୋଜନା ସହ ଜଡ଼ିତ ମହିଳାମାନଙ୍କ ପ୍ରଥମ କିସ୍ତି ପାଇବେ। ଏଥିପାଇଁ ରାଜ୍ୟ ସରକାର ବ୍ୟାପକ ପ୍ରସ୍ତୁତି ସାରିଛନ୍ତି। ରାଜ୍ୟ ସରକାର ପ୍ରଥମ ପରି ଏହି ପର୍ଯ୍ୟାୟରେ 1 କୋଟି ଟଙ୍କା ପଠାଇ ତାପରେ ବାକି ଟଙ୍କା ପଠାଇବା ନେଇ ତଥ୍ୟ ରହୁଛି। ପରବର୍ତ୍ତୀ ଖବର ହେଉଛି, ବର୍ତ୍ତମାନ ଅକ୍ଟୋବର ମାସ, ପାର୍ବଣର ମାସ। ଆଗକୁ ଦଶହରା ଏବଂ ଲକ୍ଷ୍ମୀ ପୂଜା। ଏହାକୁ ଲକ୍ଷ୍ୟରେ ରଖି ଚଳିତ ମାସ ରହିଛି ଛାତ୍ରଛାତ୍ରୀମାନଙ୍କ ପାଇଁ ଅନେକ ଛୁଟି। ଚଳିତ ମାସ ଦଶହରା ପାଇଁ 7 ତାରିଖ ଠାରୁ ଅକ୍ଟୋବର 12 ତାରିଖ ପର୍ଯ୍ୟନ୍ତ ଛୁଟିର ଭରପୁର ଆନନ୍ଦ ନେବେ ବିଦ୍ୟାର୍ଥୀମାନେ ବୋଲି ତଥ୍ୟ ରହୁଛି। ପରବର୍ତ୍ତୀ ଖବର ହେଉଛି, ହରିୟାଣାରେ ବଦଳିବ ସରକାର। ଜାମ୍ମୁ ଓ କାଶ୍ମୀରରେ କାହା ହାତରେ ରହିବ ଶାସନ? ଦୁଇ ରାଜ୍ୟର ବିଧାନସଭା ନିର୍ବାଚନର ଏକ୍ଜିଟ୍ ପୋଲ୍ ପରେ ଓଡ଼ିଶା ରାଜନୀତିରେ ଅଙ୍କକଷା ଆରମ୍ଭ। ରାଜ୍ୟର ଏକ୍ଜିଟ୍ ପୋଲକୁ ନେଇ ବେଶ୍ ଖୁସି ଅଛନ୍ତି କଂଗ୍ରେସ କର୍ମୀ। କଂଗ୍ରେସ କହିଛି, ଦେଶରେ ବଦଳୁଛି ରାଜନୈତିକ ପାଣିପାଗ। ଏବେ ବିଜେଡି କହିଛି, ଫଳାଫଳରୁ ଜଣାପଡ଼ୁଛି ଯେ କିଏ ବଢ଼ୁଛି ଓ କିଏ ଖସୁଛି। ହେଲେ ଏହାରି ଭିତରେ ବିଜେପି କହିଛି ଏକ୍ଜିଟ୍ ପୋଲ୍ ଠିକ୍ ନୁହେଁ। ପରବର୍ତ୍ତୀ ଖବର ହେଉଛି, ରାହୁଲ ଗାନ୍ଧୀଙ୍କ ଉପରେ ବିଜେଡିର ନଜର। ତାହା ସହ ମେଣ୍ଟ କରିବ କି ଶଙ୍ଖ? ବୁଝିବା ଲୋକଙ୍କୁ ଇସାରା ହିଁ ଯଥେଷ୍ଟ। ବିଜେଡି ସାଂସଦଙ୍କ ଏହି ବୟାନ ହିଁ ଇସାରା କରୁଛି ବିଜେଡି କେଉଁ ଆଡ଼କୁ ଢଳୁଛି। ଲୋକସଭାରେ ନିର୍ବାଚନର ୟୁପି, ମହାରାଷ୍ଟ୍ର ଏବଂ ଦକ୍ଷିଣ ରାଜ୍ୟରେ ଇଣ୍ଡି ମେଣ୍ଟ ଭଲ ପ୍ରଦର୍ଶନ ପରେ ଏବେ ହରିୟାଣା ଏବଂ ଜାମ୍ମୁ କାଶ୍ମୀରର ଏକ୍ଜିଟ୍ ପୋଲ୍ ଇଣ୍ଡି ସପକ୍ଷରେ ରହିଛି। ପରବର୍ତ୍ତୀ ଖବର ହେଉଛି, ପିଏମ୍ କିଷାନର 18ତମ କିସ୍ତି ଆସିସାରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାରାଷ୍ଟ୍ରର ୱାସିମ ଠାରେ ପିଏମ୍ କିଷାନର 18ତମ କିସ୍ତି ପ୍ରଦାନ କରିଛନ୍ତି। ଏହି କ୍ରମରେ ଦେଶର ପ୍ରାୟ 9 କୋଟି 80 ଲକ୍ଷ ଚାଷୀ 2,000 ଟଙ୍କା ଲେଖାଏଁ ପାଇଛନ୍ତି। କେବଳ ଓଡ଼ିଶାରୁ 31 ଲକ୍ଷ 51 ହଜାର 700 ଚାଷୀଙ୍କୁ ଏହି ଆର୍ଥିକ ରାଶି ପ୍ରଦାନ କରାଯାଇଥିବା ତଥ୍ୟ ରହୁଛି। ପରବର୍ତ୍ତୀ ଖବର ହେଉଛି, ବିଜେଡିର ଜନସମ୍ପର୍କ ପଦଯାତ୍ରା। ହଜାର ହଜାର ବିଜେଡି କର୍ମୀ ଏବଂ ନେତା ହେଲେ ସାମିଲ। ଏହି ଜନସମ୍ପର୍କ ପଦଯାତ୍ରା ଗଞ୍ଜାମ ଜିଲ୍ଲା ବୁଗୁଡ଼ାରେ ବିଜେଡି ପକ୍ଷରୁ ଆୟୋଜିତ ହୋଇଥିବାର ତଥ୍ୟ ରହୁଛି। ପରବର୍ତ୍ତୀ ଖବର ହେଉଛି, ରାତି ଅଧରେ ବିଜେଡିକୁ ଝଟକା। ଦଳ ଛାଡ଼ିଲେ ବିଜେଡିର ଯୁବ ନେତା। ତାହା ପୁଣି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିଜ ଜିଲ୍ଲା ଗଞ୍ଜାମରୁ। ଗଞ୍ଜାମ ଜିଲ୍ଲାରେ ବିଜେଡିକୁ ଝଟକା। ପୁରୁଷୋତ୍ତମପୁର ଅଞ୍ଚଳର ଯୁବ ନେତା ତଥା ବିଜେଡିର ରାଜ୍ୟ ସମ୍ପାଦକ ତଥା ଆସିକା ସାଂସଦ କ୍ଷେତ୍ରର ଜୀବନବିନ୍ଦୁର ସଂଯୋଜକ ନିର୍ମଳ ଚନ୍ଦ୍ର ସାହୁ ରବିବାର ବିଜେଡିକୁ ବାଏ ବାଏ କରିଥିବା ତଥ୍ୟ ରହୁଛି। ପରବର୍ତ୍ତୀ ଖବର ହେଉଛି, ଘରୁ ମିଳିଲା ପୁଳା ପୁଳା ମୂର୍ତ୍ତି।
ତାହା ପୁଣି ବିଭିନ୍ନ ଧାତୁର। ମନ୍ଦିର ଚୋରି କରି ଘରେ ଲୁଚାଉଥିଲେ। ମୂର୍ତ୍ତି ସଂଖ୍ୟା ଅଧିକ ହେବାରୁ ମାଟି ତଳେ ପୋତି ଦେଉଥିଲେ। ଏହିପରି ଏକ ଚୋରର ରାକେଟ ପର୍ଦ୍ଦାଫାଶ କରିଛି ପୋଲିସ। ଏଥିରେ ସମ୍ପୃକ୍ତ 3 ଯୁବକ 3 ଭାଇ ଅଟନ୍ତି। ଅର୍ଥାତ୍ 3 ଭାଇ ମିଶି ଚଳାଉଥିଲେ ଏହି ରାକେଟ ବୋଲି ତଥ୍ୟ ରହୁଛି। ପରବର୍ତ୍ତୀ ଖବର ହେଉଛି କଟକ ମଧୁପାଟଣା ଥାନା ଲିଙ୍କ ରୋଡ ଅଞ୍ଚଳରେ ଜଣେ ଅଟୋ ଚାଳକଙ୍କ ତଣ୍ଟି କାଟିଲେ 2 ଦୁର୍ବୃତ୍ତ। ତାପରେ ଘଟଣାସ୍ଥଳରୁ ଫେରାର। ଅଟୋ ଚାଳକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପୋଲିସ ଏସ୍ସିବି ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିବା ତଥ୍ୟ ରହୁଛି। ପରବର୍ତ୍ତୀ ଖବର ହେଉଛି ପରିବାରରେ ଲାଗିଛି ନିଆଁ। ପରିବା ବଜାରରେ 500 ଟଙ୍କା କିଛି ନୁହେଁ। ସବୁ ପରିବା ଦର ଏକାବେଳକେ ହୁ ହୋଇ ବଢ଼ିବାରେ ଲାଗିଛି। ବିଲାତି କଥା କହିଲେ ନ ଚଳେ। ସେ ଏବେ ମାରିଛି ସେଞ୍ଚୁରୀ। ପାର୍ବଣର ବେଳେ ପରିବା ଦର ବୃଦ୍ଧି ଖାଉଟିଙ୍କ ଚିନ୍ତା ବଢ଼ାଇଥିବା ଦେଖିବାକୁ ମିଳୁଛି। ପରବର୍ତ୍ତୀ ଖବର ହେଉଛି କଲିକତା ଆର୍ଜିକର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ବିରୋଧ କରି କନିଷ୍ଠ ଡାକ୍ତରମାନେ ଚଳାଇଥିବା ଆନ୍ଦୋଳନର ନୂଆ ମୋଡ଼। ଶନିବାର ସନ୍ଧ୍ୟାରେ ଅନିର୍ଦ୍ଦିଷ୍ଟ ସମୟ ପାଇଁ ଅନଶନ ଆରମ୍ଭ କରିଛନ୍ତି କନିଷ୍ଠ ଡାକ୍ତରମାନେ। କନିଷ୍ଠ ଡାକ୍ତରମାନଙ୍କର କହିବା କଥା ହେଉଛି ସେମାନଙ୍କର ଦାବିକୁ ସରକାର ଛଳନାତ୍ମକ ନୀତିରେ କାମ କରୁଥିବାରୁ ସେମାନେ ତାକୁ ପ୍ରତିବାଦ ଜଣାଇଛନ୍ତି। ପରବର୍ତ୍ତୀ ଖବର ହେଉଛି ରାଜ୍ୟ ସରକାର 1990 ବ୍ୟାଚ୍ର IPS ତଥା ପୂର୍ବତନ ପୋଲିସ DG ଅରୁଣ ଷଡ଼ଙ୍ଗୀଙ୍କୁ ସରକାର ଚାକିରିରୁ ସ୍ୱେଚ୍ଛାକୃତ ଭାବେ ଅବସର ନେବା ପାଇଁ ଅନୁମତି ଦେଇଛନ୍ତି। ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ସେ ନିଜର ନୂଆ ଦାୟିତ୍ୱ ଆଜିଠାରୁ ଗ୍ରହଣ କରିବେ ବୋଲି ଜଣାପଡ଼ିଛି। ରାଜ୍ୟ ସରକାର ତାଙ୍କୁ ଲୋକସେବା ଆୟୋଜନ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି ବୋଲି ତଥ୍ୟ ରହୁଛି। ପରବର୍ତ୍ତୀ ଖବର ହେଉଛି ଗୋଶାଳାରେ ମନ୍ତ୍ରୀ ପାଳନ କଲେ ଜନ୍ମଦିନ। ଗୋମାତାଙ୍କୁ ଖାଇବାକୁ ଦେବା ସହ ଜନ୍ମଦିନ ପାଳିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ। ଭଦ୍ରକ ସହରର ବାଇପାସ୍ ସ୍ଥିତ ଶ୍ରୀ ଗୋପାଳଜୀଉ ଗୋଶାଳାରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ନିଜ ଜନ୍ମଦିନ ପାଳନ କରିଥିବାର ତଥ୍ୟ ରହୁଛି।